800 ଶତାବ୍ଦୀରେ ଯେତେବେଳେ ରକ୍ତବାହୁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛି, ସେହି ସମୟରେ ରାଜା ଥାନ୍ତି ଶୋଭନ ଦେବ। ସେହି ରାଜା ଶୋଭନ ଦେବ ଯୁଦ୍ଧରେ ହାରିଗଲା ପରେ ନିଜ ସହଯୋଗୀ ମାନଙ୍କ ସହିତ ଦିଅମାନଙ୍କୁ ଶ୍ରୀମନ୍ଦିରରୁ ନେଇ ଜଙ୍ଗଲ ମଧ୍ୟରେ ଯାଇ ପହଞ୍ଚିଛନ୍ତି ଯାଜପୁରର ସୋନପୁରରେ। ସେଠାରେ ଗୋପାଳୀ ନାମକ ଗୋଟାଏ ଗୁମ୍ଫାରେ ଦିଅମାନଙ୍କୁ ରଖି ସେଠାରେ ଗୋଟାଏ ବରଗଛ ପୋତାଇ ଦେଇଛନ୍ତି। ବରଗଛ ତଳେ ପାତାଳି ଲୀଳାରେ ମହାପ୍ରଭୁ ରହିଛନ୍ତି ଦୁଇ ପୁରୁଷ ଧରି ବନ୍ଦ ରହିଛି ମହାପ୍ରଭୁଙ୍କର ପର୍ବପର୍ବାଣୀ। ନା ଭୋଗ, ନା ମହାପ୍ରସାଦ, ନା ନୀତିକାନ୍ତି, ନା ସେବା ପୂଜା, ସବୁ ବନ୍ଦ ରହିଛି। ୟା ଭିତରେ ବିତି ଯାଇଛି 144 ବର୍ଷ। 144 ବର୍ଷ ପରେ ମହାରାଜ ଯଯାତିଙ୍କ ରାଜତ୍ୱ ସମୟରେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହଯୋଗରେ ତାଙ୍କରି ପରାମର୍ଶରେ ରାଜା ଯଯାତି ସୋନପୁରରୁ ଉଦ୍ଧାର କରନ୍ତି ବ୍ରହ୍ମକୁ। ପୁଣି ଥରେ ହୁଏ ନବକଳେବର। ସମସ୍ତ ବିଧି ବିଧାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନବେଦୀରେ ବିରାଜିତ କରାଯାଏ। ପୁଣି ଆରମ୍ଭ ହୁଏ ନୀତିକାନ୍ତି, ଛତିଶା ନିଯୋଗ। ସମସ୍ତ ସଂସ୍କାର ସହ ବନ୍ଦ ହୋଇଯାଇଥିବା ମହାପ୍ରସାଦ ମଧ୍ୟ ପ୍ରସ୍ତୁତ ହୁଏ। ରାଜା ଚାହାନ୍ତି ସଭିଏ ଏକାଠି ବସି ମହାପ୍ରସାଦକୁ ପଙ୍କ୍ତି ଭୋଜନରେ ସେବନ କରିବାକୁ। କିନ୍ତୁ ବଡ଼ ଦୁଃଖର କଥା, ମହାପ୍ରସାଦ ଏକାଠି ବସି ସେବନ କରିବାକୁ କେହି ରାଜି ହୁଅନ୍ତି ନାହିଁ। ସାଧୁମାନେ ଗୃହୀଙ୍କ ସହିତ କି ବ୍ରାହ୍ମଣ ମାନେ ଶୂଦ୍ରଙ୍କ ସହିତ ବସିବା ପାଇଁ ରାଜି ହୁଅନ୍ତି ନାହିଁ। ମହାପ୍ରସାଦର ମହିମା ଯେତେ ବୁଝାଇ କହିଲେ ମଧ୍ୟ କେହି ବିଶ୍ୱାସ କରନ୍ତି ନାହିଁ। ସେଦିନ ମହାପ୍ରସାଦ ସେବନ ହୋଇପାରେ ନାହିଁ। ସବୁ ମହାପ୍ରସାଦକୁ ପୋତି ଦିଆଯାଏ। ମନ ଦୁଃଖରେ ମହାରାଜ ଯଯାତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡନ୍ତି। ମହାପ୍ରଭୁ ସ୍ୱପ୍ନାଦେଶ ଦେଇ ଆଦେଶ କରନ୍ତି ମହାପ୍ରସାଦ ପ୍ରସ୍ତୁତ କରିବାକୁ। ତା ପରଦିନ ପୁଣି ଅଭଢା ବାହାରେ। କେହି କେହି କୁହନ୍ତି ମହାପ୍ରସାଦ ଯେ ଅନ୍ନ ବ୍ରହ୍ମ, ଏହା ପରୀକ୍ଷା କରାଯାଉ। ଜଣେ ମୂକ ବ୍ରାହ୍ମଣକୁ ଆଣି ପଣ୍ଡିତ ମାନେ ଚାହାନ୍ତି ପରୀକ୍ଷା କରିବାକୁ। ସର୍ତ୍ତ ଥାଏ, ମହାପ୍ରସାଦ ସେବନ କରିବା ଦ୍ୱାରା ଯଦି ସେହି ମୂକ ବ୍ରାହ୍ମଣର ପାଟି ଖୋଲିଯିବ, ଯଦି ସେ କଥା କହିବ, ତେବେ ଏହି ମହାପ୍ରସାଦର ମହିମା ଆମେ ଜାଣିବୁ। ସାକ୍ଷାତ ଅନ୍ନ ବ୍ରହ୍ମ ଭାବରେ ଆମେ ସମସ୍ତେ ଏକାଠି ବସି ଗ୍ରହଣ କରିବୁ। ରାଜା ଯଯାତି ସଙ୍ଗେ ସଙ୍ଗେ ଆଦେଶ କରନ୍ତି ମୂକ ବ୍ରାହ୍ମଣକୁ ମହାପ୍ରସାଦ ସେବନ କରାଇବା ପାଇଁ। ବ୍ରାହ୍ମଣ ପୁଅ ଅଭଢା ଖାଇ ସନ୍ତୁଷ୍ଟ ହୁଅନ୍ତି, ମୁଣ୍ଡରେ ହାତ ପୋଛନ୍ତି। ଆଉ ତାପରେ ସନ୍ତୁଷ୍ଟ ଚିତ୍ତରେ ସାଧୁ ଅନ୍ୟମାନଙ୍କୁ ଚାହିଁ ଶ୍ଲୋକଟିଏ ବୋଲନ୍ତି। ଆଉ ତାର ଅର୍ଥ ବୁଝାଇ ଦେଇ କୁହନ୍ତି, ହେ ଜ୍ଞାନୀ ମାନେ, ବେଦର